ଆପଣଙ୍କର ଯଦି କୁମ୍ଭ ରାଶି ହୋଇଥାଏ ତେବେ ଏହି ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ଦେଖନ୍ତୁ, କାରଣ କୁମ୍ଭ ରାଶିର ବ୍ୟକ୍ତିବିଶେଷଙ୍କ ଜୀବନରେ ଏହି ନୂତନ ବର୍ଷ 2026ର ଫେବୃଆରୀ ମାସରୁ ଆପଣଙ୍କ ଜୀବନଟି ସମ୍ପୂର୍ଣ୍ଣ ଭାବରେ ପରିବର୍ତ୍ତନ ହେବାକୁ ଲାଗିବ ଏବଂ ଆପଣଙ୍କ ଜୀବନରେ ଯେତେ ମାତ୍ରାରେ ସବୁ ବାଧାବିଘ୍ନ ଆସୁଥିଲା ତାହା ସବୁ ମଧ୍ୟ ଦୂର ହେବାକୁ ଲାଗିବ। ତେଣୁ ଆପଣ ଯଦି କୁମ୍ଭ ରାଶିର ବ୍ୟକ୍ତିବିଶେଷ ହୋଇଥାନ୍ତି ଏବଂ ଈଶ୍ୱରଙ୍କୁ ସଚ୍ଚା ହୃଦୟରେ ବିଶ୍ୱାସ କରୁଥାନ୍ତି ତେବେ ଭିଡ଼ିଓଟିକୁ ଲାଇକ୍ କରିବା ସହ ଚ୍ୟାନେଲଟିକୁ ସବସ୍କ୍ରାଇବ୍ ନିଶ୍ଚୟ ଭାବରେ କରନ୍ତୁ। ତାହା ସହିତ କମେଣ୍ଟରେ ଜୟ ମହାଦେବ, ଜୟ ଶନିଦେବ ନିଶ୍ଚୟ ଲେଖନ୍ତୁ। ତେବେ ଦେଖନ୍ତୁ, ପ୍ରଥମତଃ ଆପଣଙ୍କର ଅଧିପତି ହେଉଛନ୍ତି ଶନି ମହାଗ୍ରହ। କୁମ୍ଭ ରାଶିର ଅଧିପତି ହେଉଛନ୍ତି ଶନି ମହାଗ୍ରହ, ଯାହା ଆପଣଙ୍କର ଗୁରୁ ସ୍ଥାନରେ ବିରାଜମାନ କରିଛନ୍ତି। ଆପଣଙ୍କର ଶନି ମହାଗ୍ରହ କ୍ୟାରିୟର, ସ୍ୱାସ୍ଥ୍ୟ, ଶିକ୍ଷା ଉପରେ ବହୁତ ମାତ୍ରାରେ ପ୍ରଭାବ ପକାଇବେ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ କର୍ମଫଳ ଦେବତା ଶନି ମହାଗ୍ରହ ଯଦି କୌଣସି ରାଶିର ଅଧିପତି ହୋଇଥାନ୍ତି ଏବଂ ସେହି ରାଶିର ଗୁରୁ ସ୍ଥାନରେ ବିରାଜମାନ କରିଥାନ୍ତି ତେବେ ତାହା ଅତ୍ୟନ୍ତ ଶୁଭ ମନାଯାଇଥାଏ। ଏହି ଫେବୃଆରୀ 1 ଠାରୁ ଆପଣଙ୍କର ଶନି ମହାଗ୍ରହ ଆପଣଙ୍କର ଗୁରୁ ସ୍ଥାନରେ ରହିବେ ଏବଂ ଆପଣଙ୍କର ଅଧିପତି ମଧ୍ୟ। ଏହି ବର୍ଷକ ଯାକ ପାଇଁ ଆପଣଙ୍କର ଅଧିପତି ହେଉଛନ୍ତି ଶନି ମହାଗ୍ରହ ଏବଂ ଏହି ଫେବୃଆରୀ 1ରେ ଆପଣଙ୍କର ଗୁରୁ ସ୍ଥାନରେ ରହିବେ, ଯାହାଫଳରେ ଆପଣଙ୍କ କ୍ୟାରିୟର କ୍ଷେତ୍ରକୁ ନେଇ ଚାକିରିରେ ବହୁତ ମାତ୍ରାରେ ପରିବର୍ତ୍ତନ ଆସିବ। ଯଦି ଆପଣ ଚାକିରି କରିବା ପାଇଁ ପ୍ରିପାରେସନ୍ କରୁଛନ୍ତି ତେବେ ଆପଣଙ୍କୁ ବହୁତ ଭାବରେ ସାହାଯ୍ୟ ମିଳିବ କିମ୍ବା ଅପରଚ୍ୟୁନିଟି ଆପଣଙ୍କୁ ମିଳିବ, କିମ୍ବା ଆପଣ ଯଦି ଚାକିରିରେ ଅଛନ୍ତି ତେବେ ଚାକିରିରେ ମଧ୍ୟ ଆପଣଙ୍କୁ ପ୍ରମୋସନ୍ ମିଳିପାରେ। ଯଦି କୌଣସି ନୂତନ ବିଜନେସ୍ ମଧ୍ୟ ଆରମ୍ଭ କରିବାକୁ ଚାହାନ୍ତି ତେବେ ତାହା ସମ୍ପୂର୍ଣ୍ଣ ଭାବରେ ସଫଳ ହେବାକୁ ଲାଗିବ ଏବଂ ଆପଣଙ୍କର ସ୍ୱାସ୍ଥ୍ୟ ବହୁତ ମାତ୍ରାରେ ସ୍ଥିର ରହିବ। ପୂର୍ବରୁ ଆପଣଙ୍କୁ ଶ୍ୱାସଜନିତ ସମସ୍ୟା, ଗ୍ୟାଷ୍ଟ୍ରିକ୍ ଜନିତ ସମସ୍ୟା ଏବଂ ଡାଇବେଟିସ୍ ଜନିତ ସମସ୍ୟା ବହୁତ ମାତ୍ରାରେ ରହୁଥିଲା। ଦେଖିବେ ତାହା ଧୀରେ ଧୀରେ ସୁସ୍ଥ ହେବାକୁ ଲାଗିବ ଏବଂ ଆପଣଙ୍କର ଶିକ୍ଷା କ୍ଷେତ୍ରରେ ମଧ୍ୟ ଉନ୍ନତି ଆସିବ। ଆପଣଙ୍କର ସ୍ମରଣ ଶକ୍ତି ମଧ୍ୟ ବଢ଼ିବ। ପରୀକ୍ଷାର୍ଥୀମାନେ ବହୁତ ମାର୍କରେ ନମ୍ବର ରଖି ଉତ୍ତୀର୍ଣ୍ଣ କରିବେ। ତେବେ ଆପଣଙ୍କର ଯଦି ପଞ୍ଚମ ଘରେ ଶନିଙ୍କର ପ୍ରଭାବ ବହୁତ ମାତ୍ରାରେ ଭଲରେ ରହୁଅଛି, ତାହା ସହିତ ଦେବଗୁରୁ ବୃହସ୍ପତିଙ୍କର ମଧ୍ୟ ସପ୍ତମ ଘରେ ରହି ଆପଣଙ୍କ ଉପରେ ବହୁତ ମାତ୍ରାରେ ପ୍ରଭାବ ପକାଇବେ, ଖାସ୍ କରି ଆପଣଙ୍କର ଲଭ୍ ଲାଇଫ୍ ଏବଂ ମ୍ୟାରେଜ୍ ଲାଇଫ୍ କ୍ଷେତ୍ରରେ। ଆପଣଙ୍କର ପାରିବାରିକ କ୍ଷେତ୍ରରେ ଯଦି ବାଦ ବିବାଦ ଲାଗି ରହୁଥିଲା ତାହା ସବୁ ଦୂର ହେବାକୁ ଲାଗିବ ଏବଂ ଆପଣଙ୍କୁ କୌଣସି ପୈତୃକ ସମ୍ପତ୍ତିର ମଧ୍ୟ ପ୍ରାପ୍ତି କରାଇ ପାରନ୍ତି। ତାହା ସହିତ ଆପଣ ଏକ ନୂତନ ଯାନବାହନ ମଧ୍ୟ କ୍ରୟ କରିପାରନ୍ତି ଏବଂ କୌଣସି ଦୂର ତୀର୍ଥଯାତ୍ରା ମଧ୍ୟ ଭ୍ରମଣ କରିବାକୁ ଯାଇପାରନ୍ତି। ଆପଣ ଦେବଗୁରୁ ବୃହସ୍ପତି ଆପଣଙ୍କର ସପ୍ତମ ଘରେ ବିରାଜମାନ ଫଳରେ ଆପଣଙ୍କ ଜୀବନରେ ବଡ଼ ପରିବର୍ତ୍ତନ ଆସିବ ଏବଂ ଆପଣଙ୍କୁ ବହୁତ ପଜିଟିଭ୍ ଫିଲ୍ ହେବ। ଆପଣ ନୂତନ ଜିନିଷ କ୍ରୟ କରିବେ ଏବଂ ଆପଣଙ୍କର ଆୟ ମଧ୍ୟ ବଢ଼ିବ ଏବଂ ଆପଣଙ୍କର ବ୍ୟୟ କମ୍ ହେବା ସହିତ ସ୍ଥିତି ସମାନ ରହିବ, ଯାହା ଏକ ଆର୍ଥିକ ସ୍ଥିତି ସନ୍ତୁଳନ ରକ୍ଷା କରିପାରିବ। ତେଣୁ ଆପଣଙ୍କ ପାଇଁ ଏହି ଫେବୃଆରୀ ମାସଟି ସମ୍ପୂର୍ଣ୍ଣ ଭାବରେ ଉନ୍ନତିମୟ ଏବଂ ଆପଣଙ୍କ ପାଇଁ ବହୁତ ଶୁଭମୟ ରହୁଅଛି। ଦେଖନ୍ତୁ, ଆହୁରି ଏକ ଉପାୟ ଅଛି। ଯଦି ଆପଣଙ୍କୁ କିଛି କ୍ଷତି ହୋଇପାରେ ଏହି ଫେବୃଆରୀ ମାସରେ, ଯାହା ରାହୁଙ୍କ ପ୍ରଭାବ ହେତୁ। ରାହୁ ଆପଣଙ୍କର ଦ୍ୱାଦଶ ଘରେ ରହୁଛନ୍ତି, ଯାହାଫଳରେ ରାହୁଙ୍କ ପ୍ରଭାବ କିଛି ମାତ୍ରାରେ ଆପଣଙ୍କ ଉପରେ ପଡ଼ିପାରେ। ରାହୁଙ୍କ ପ୍ରଭାବ ହେତୁ ଆପଣ କୌଣସି ଛୋଟ ମୋଟ ଆକ୍ସିଡେଣ୍ଟ ହୋଇପାରେ କିମ୍ବା ଆପଣ ନିଆଁ ପାଣିଠାରୁ କିଛି କ୍ଷତି ମିଳିପାରେ। ତେଣୁ ଆପଣ ନିଆଁ ପାଣିଠାରୁ ଦୂରେଇ ରୁହନ୍ତୁ ଏବଂ ଯାନବାହନକୁ ସ୍ଥିର ଏବଂ ସ୍ଲୋଲି ଚଲାଇବା କରନ୍ତୁ। ଦେଖିବେ ବହୁତ ମାତ୍ରାରେ ଆପଣଙ୍କର ମଙ୍ଗଳ ହେବ ଏବଂ ଆପଣଙ୍କର ଇଷ୍ଟ ଦେବତା ହେଉଛନ୍ତି ମହାଦେବ। ତେଣୁ ପ୍ରତ୍ୟେକ ସୋମବାର ଦିନ ଆମିଷ ଖାଇବା ଛାଡ଼ି ଦିଅନ୍ତୁ ଏବଂ
ମହାଦେବ ମନ୍ଦିରକୁ ଟିକେ ଯାତ୍ରା କରନ୍ତୁ। ଦେଖିବେ ବହୁତ ଆନନ୍ଦ ମିଳିବ ଏବଂ ଆପଣଙ୍କର ବହୁତ ମଧ୍ୟ ମଙ୍ଗଳ ହେବ। ତେଣୁ ଆଜି ତ ସମୟ ହୋଇଯାଇଛି। ଆଜିର କୁମ୍ଭ ରାଶିର ବ୍ୟକ୍ତିବିଶେଷଙ୍କର ଯଦି ଦେଖୁଥାନ୍ତି ତେବେ ଏହି ଭିଡ଼ିଓଟିକୁ ଲାଇକ୍ କରିବେ ଏବଂ ଚ୍ୟାନେଲଟିକୁ ସବସ୍କ୍ରାଇବ୍ ମଧ୍ୟ ନିଶ୍ଚିତ ଭାବରେ କରିବେ। ତେବେ ରହୁଛି, ଧନ୍ୟବାଦ। ଜୟ ଜଗନ୍ନାଥ।